ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ମଜବୁତ କରିବା ଉଦ୍ଦେଶ୍ୟରେ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫିନଲାଣ୍ଡ ରାଷ୍ଟ୍ରପତି। ବିବିଧ ଭୂ ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ନେଇ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ ରାଇସିନା ବାର୍ତ୍ତାଳାପ 2026। 37ଟି ରାଜ୍ୟସଭା ଆସନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ। 275 ଆସନ ବିଶିଷ୍ଟ ନେପାଳୀ ସଂସଦ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗ୍ରହଣ ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିନଲାଣ୍ଡର ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟବ୍ ଆଜି ଦ୍ୱିପକ୍ଷୀୟ ବୈଠକରେ ମିଳିତ ହେବେ। ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ସୁଦୃଢ଼ କରିବା ନିମନ୍ତେ ଆଲୋଚନା ହେବ। ଉଭୟ ନେତା ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ସମେତ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫିନଲାଣ୍ଡ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି। ସୂଚନାଯୋଗ୍ୟ, ଫିନଲାଣ୍ଡ ରାଷ୍ଟ୍ରପତି ଗତକାଲି 4 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ରାଇସିନା ବାର୍ତ୍ତାଳାପର ଏକାଦଶ ସଂସ୍କରଣ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି। ଫିନଲାଣ୍ଡ ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟବ୍ ଏହି ବାର୍ତ୍ତାଳାପରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏହା ହେଉଛି ଭାରତର ଭୂ ରାଜନୈତିକ ଏବଂ ଭୂ ଅର୍ଥନୈତିକ ସମେତ ବିବିଧ ପ୍ରସଙ୍ଗକୁ ନେଇ ବହୁପକ୍ଷୀୟ ବାର୍ଷିକ ସମ୍ମିଳନୀ। 2016 ମସିହାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଅବଜର୍ଭର ଗବେଷଣା ପ୍ରତିଷ୍ଠାନ ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇ ଆସୁଥିବା ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତୃବୃନ୍ଦ, ନୀତି ନିର୍ଦ୍ଧାରକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଆହ୍ୱାନର ସଫଳ ମୁକାବିଲା ନେଇ ମତ ବିନିମୟ କରିଥାନ୍ତି। ସମ୍ମିଳନୀରେ ଯୋଗଦେବା ଲାଗି ଭୁଟାନର ବୈଦେଶିକ ବ୍ୟାପାର ଓ ବହିର୍ବାଣିଜ୍ୟ ମନ୍ତ୍ରୀ ଦୀନାନାଥ ଧୁଙ୍ଗୱେଲ ଏବଂ ମାଲ୍ଟାର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ଓ ପର୍ଯ୍ୟଟନ ମନ୍ତ୍ରୀ ମାଲ୍ଟା ୟାନ୍ ବୋର୍ଗ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଓ ଭୁଟାନ ମଧ୍ୟରେ ଭାଗିଦାରୀ ଗଭୀର ଆପୋଷ ବିଶ୍ୱାସ ଓ ସଦିଚ୍ଛା ଉପରେ ଗଢ଼ି ଉଠିଛି। ଶ୍ରୀ ଧୁଙ୍ଗୱେଲଙ୍କ ଏହି ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଭାରତ ଓ ମାଲ୍ଟା ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ମଧ୍ୟ ସଶକ୍ତ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଓଡ଼ିଶା ସମେତ 10ଟି ରାଜ୍ୟର 37ଟି ରାଜ୍ୟସଭା ଆସନ ଲାଗି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 9 ତାରିଖରେ ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ମହାରାଷ୍ଟ୍ରର 7ଟି, ତାମିଲନାଡୁର 6ଟି, ବିହାର ଓ ପଶ୍ଚିମବଙ୍ଗରୁ 5ଟି ଲେଖାଏଁ, ଓଡ଼ିଶାରୁ 4ଟି, ଆସାମରୁ 3ଟି, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାରୁ 2ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶରୁ 1ଟିଏ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଲାଗି ଗତ ମାସ 26 ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆସନ୍ତା 16 ତାରିଖରେ ଭୋଟ ଗ୍ରହଣ କରାଯିବ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଅଧିକ ସଂଖ୍ୟକ ଆଇପିଏସ୍ ଅଧିକାରୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଗତ ରାତିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଏହି ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି, ହାଇଦ୍ରାବାଦ, ସାଇବରାବାଦ ଏବଂ ମାଲକାଜଗିରି ପୋଲିସ କମିଶନରେଟ୍ ଏବଂ ପ୍ରସ୍ତାବିତ ଫ୍ୟୁଚର ସିଟି କମିଶନରେଟ୍ ପାଇଁ ପ୍ରଶାସନିକ କାରଣରୁ ଅଧିକ ସଂଖ୍ୟକ ଭାରତୀୟ ପୋଲିସ ସେବା ଅଧିକାରୀ ଆବଶ୍ୟକ। ତେଲଙ୍ଗାନାରେ ଏବେ 83ଟି ଆଇପିଏସ୍ ପଦବୀ ରହିଥିବା ବେଳେ ଏହି ସଂଖ୍ୟାକୁ 105କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି ଅନୁରୋଧ କରିଛନ୍ତି। ବୈଠକରେ ମାଓବାଦୀଙ୍କ ଆତ୍ମସମର୍ପଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଇଛି। ଏକ ଘୋଷଣା ମୁତାବକ ଆଜିଠାରୁ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଟରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସ୍କୁ ଅଧିକ 3ଟି ଲେଖାଏଁ ବିମାନ ଉଡ଼ାଣ କରିବ। ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଦିଲ୍ଲୀ, କୋଚି ଏବଂ ମୁମ୍ବାଇକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଉଡ଼ାଣ କରିବ।
ଏଥିସହିତ ମସ୍କୋରୁ ଦିଲ୍ଲୀକୁ ମଧ୍ୟ ସ୍ୱତନ୍ତ୍ର ଉଡ଼ାଣ କରାଯିବ। ଅନ୍ୟପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଶଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ସଠିକ୍ ସୂଚନା ପ୍ରଦାନ ଲାଗି ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ସକାଳ 9ଟାରୁ ରାତି 9ଟା ମଧ୍ୟରେ ଏହି ନିୟନ୍ତ୍ରଣ କକ୍ଷକୁ ନିଃଶୁଳ୍କ ନମ୍ବର 1800-118-797 ବ୍ୟତୀତ 011-2301-2113, 2301-4104 ଏବଂ 2301-7905ରେ ଯୋଗାଯୋଗ କରାଯାଇପାରିବ। ଭାରତୀୟଙ୍କ ସୁରକ୍ଷା ତଥା ସହାୟତା ଲାଗି ସମ୍ପୃକ୍ତ ଅଞ୍ଚଳରେ ଥିବା ଭାରତୀୟ ଦୂତାବାସଗୁଡ଼ିକରେ 24 ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ ମଧ୍ୟ ସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ଆଜି ସକାଳ 7ଟାରୁ ସଂସଦୀୟ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ। ନେପାଳରେ ଯୁବଗୋଷ୍ଠୀଙ୍କ ଦ୍ୱାରା ଗତବର୍ଷ ସେପ୍ଟେମ୍ବର ମାସରେ ବ୍ୟାପକ ବିରୋଧ ପ୍ରଦର୍ଶନ ଏବଂ 77 ଜଣଙ୍କ ମୃତ୍ୟୁ ପରେ ସେଠାକାର ସରକାର ଗାଦିଚ୍ୟୁତ ହୋଇଥିଲେ। 275 ଆସନ ବିଶିଷ୍ଟ ନେପାଳର ପ୍ରତିନିଧି ସଭା ପାଇଁ 19 ମିଲିୟନ ଭୋଟର ମତଦାନ କରୁଛନ୍ତି। ସେଠାକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ 165 ଜଣ ପ୍ରାର୍ଥୀ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବାକୁ ଥିବାବେଳେ 110 ଜଣ ଆନୁପାତିକ ପ୍ରତିନିଧିତ୍ୱ ଜରିଆରେ ନିର୍ବାଚିତ ହେବେ। ଗତ ବର୍ଷର ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରାୟ 1 ମିଲିୟନରୁ ଅଧିକ ଯୁବ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ। ଏହି ନିର୍ବାଚନରେ ନେପାଳୀ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବାବେଳେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀମାନେ ପ୍ରମୁଖ ଦାବିଦାର ରହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ଶାହା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ସକାଳେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସ୍ଏଫ୍ର ପ୍ରତିଷ୍ଠା ଦିବସରେ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଜଟଣୀଠାରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାରର ଭୁବନେଶ୍ୱର କ୍ୟାମ୍ପସ୍ ପାଇଁ ଶ୍ରୀ ଶାହା ଭୂମି ପୂଜନ କରିବେ। ପରେ ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଶ୍ରୀ ଶାହା ଉଦ୍ଘାଟନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ମାଗଣା ପୁନଃ ନିର୍ଦ୍ଧାରିତ କିମ୍ବା ବାତିଲ ଉପରେ ଅର୍ଥରାଶି ସମ୍ପୂର୍ଣ୍ଣ ଫେରସ୍ତ ବିକଳ୍ପ ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଗତ ଫେବୃଆରୀ ମାସ 28 ତାରିଖରୁ ଅଥବା ଏହା ପୂର୍ବରୁ ପଶ୍ଚିମ ଏସିଆ, ଯୁକ୍ତରାଜ୍ୟ ଏବଂ ୟୁରୋପକୁ ଚଳିତ ମାସର 10 ତାରିଖ ପର୍ଯ୍ୟନ୍ତ ଯାତ୍ରା ପାଇଁ ଏହି ସୁବିଧା ଉପଲବ୍ଧ ହେବ। ପଶ୍ଚିମ ଏସିଆରେ ପରିସ୍ଥିତି ଉପରେ ନଜର ରଖିବା ସହ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ପ୍ରତିବଦ୍ଧ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଆମେରିକାର ସିନେଟ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧରେ ସାମରିକ ଅଭିଯାନକୁ ସମର୍ଥନ କରିଛି। ଗତକାଲି ରାତିରେ କଂଗ୍ରେସର ଅନୁମତି ବିନା ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଏକ ଦ୍ୱିପାକ୍ଷିକ ପ୍ରସ୍ତାବକୁ ସିନେଟରମାନେ ଅଗ୍ରାହ୍ୟ କରିଛନ୍ତି। ସିନେଟ୍ରେ 53ଟି ଭୋଟ ମଧ୍ୟରୁ 47ଟି ଭୋଟ ଏହି ପ୍ରସ୍ତାବ ବିପକ୍ଷରେ ଯାଇଥିଲା। ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଆମେରିକାର ଏକ ବୁଡ଼ାଜାହାଜ ଶ୍ରୀଲଙ୍କାର ଗେଲ୍ ଉପକୂଳରେ ଇରାନର ଏକ ଯୁଦ୍ଧପୋତ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଆମେରିକାର ପ୍ରତିରକ୍ଷା ସଚିବ ଏହି ବିଷୟ ସ୍ପଷ୍ଟ କରିଛନ୍ତି। ଭାରତ ମହାସାଗରରେ ଆକ୍ରମଣ ପରେ ଇରାନର ଏହି ଯୁଦ୍ଧପୋତ ବୁଡ଼ିଯାଇଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ଯୁଦ୍ଧପୋତରେ 180 ଜଣ ନାବିକ ଥିଲେ। ସେମାନଙ୍କ ମଧ୍ୟରୁ 80ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ 78 ଜଣ ଆହତ ହୋଇଥିବା କୁହାଯାଇଛି। ଇତିମଧ୍ୟରେ ଇସ୍ରାଏଲ ବାସିଜ ଉପରେ ଆକ୍ରମଣ ଜାରି ରଖିଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜି ଦ୍ୱିତୀୟ ସେମିଫାଇନାଲ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ 9 ୱିକେଟ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। 170 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲ୍ୟାଣ୍ଡ 12 ଓଭର 5ଟି ବଲ୍ରେ ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟ ଲାଭ କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 169 ରନ୍ ସ୍କୋର କରିଥିଲା। ଫିନ୍ ଆଲେନ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ଆସନ୍ତା 8 ତାରିଖ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜିର ବିଜେତା ସହ ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ମଜବୁତ କରିବା ନିମନ୍ତେ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫିନଲ୍ୟାଣ୍ଡ ରାଷ୍ଟ୍ରପତି।
विविध भूराजनैतिक और अर्थनैतिक प्रसंग को नहीं आज नुआदिल्ली आरंभ हो रायसीना वार्तालाप 2026। 37 राज्यसभा आसन लगी आज होउछि प्रार्थीपत्र दाखल शेष दिन। आसंता काली प्रार्थीपत्र जांच। 275 आसन विशिष्ट नेपाली संसद निर्वाचन पर आरंभ है भोट ग्रहण एवं आईसीसी पुरुष टी20 विश्वकप क्रिकेट प्रतियोगितार आज द्वितीय सेमिफाइनाल मुहांमुही हेबे भारत और इंग्लैंड। संवाद शेष है।